ତୁମର ବାକ୍ୟ ଅନନ୍ତ ବାକ୍ୟ, ଜୀବନଦାୟକ ବାକ୍ୟ, ମଧୁର ବାକ୍ୟ, ମିଠା ବାକ୍ୟ। ପବିତ୍ର ଆତ୍ମା ରୂପେ ପରମେଶ୍ୱର ତୁମେ ନିଜେ ସେ ବାକ୍ୟକୁ ଭାଙ୍ଗି ତୁମେ ଆମମାନଙ୍କ ନିମନ୍ତେ ପରିବେଷଣ କର। ଯୀଶୁଙ୍କ ନାମରେ ମାଗିଲି, ଶୁଣ, ଗ୍ରହଣ କର। ଆମେନ୍। ଆଜି ଆମେ ସେଇ ବାଇବଲ ଷ୍ଟଡି କରିବା। ଆଉ ବିଶ୍ୱାସ କରୁଛି ଆପଣମାନଙ୍କ ପାଖରେ ପେନ୍ ଆଉ ଖାତା ଥିବ। ଯୋଉ ଯୋଉ ପଦ ତାକୁ ଲେଖି ପକେଇ ଏକ ପର୍ବର 10 ପଦ ସମସ୍ତ ଆତ୍ମିକ ଜ୍ଞାନ ବୁଦ୍ଧିରେ ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କର ଯୋଗ୍ୟ ଆଚରଣ କର। ସନ୍ତୁଷ୍ଟ କରିବା ନିମନ୍ତେ ଅର୍ଥାତ୍ ଈଶ୍ୱରଙ୍କର ତତ୍ତ୍ୱ ଜ୍ଞାନରେ ବଢି ସମସ୍ତ ସତ୍କର୍ମର ଫଳରେ ଫଳବାନ ହୁଅ। ସନ୍ତୁଷ୍ଟ କରିବା ଈଶ୍ୱରଙ୍କୁ ଆମର ପ୍ରଥମ କାର୍ଯ୍ୟ। ଯେତେବେଳେ ଯୀଶୁ ସେ ଡୁବନ ନେଇ ସାରିକି ପାଣି ଉପରକୁ ଉଠିଲେ, ଯେତେବେଳେ ଆକାଶବାଣୀ ହେଲା, ଏ ଆମର ପ୍ରିୟ ପୁତ୍ର, ଏହାଙ୍କ ଠାରେ ଆମର ପରମ ସନ୍ତୋଷ, ବା ଇଂରାଜୀରେ କହୁଛେ ଆଇ ଏମ୍ ପ୍ଲିଜ୍ଡ। ଯେତେବେଳେ ଆମେ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମମାନଙ୍କର ଜୀବନର ସମସ୍ତ ଚିନ୍ତାଧାରାକୁ ବ୍ୟବହାର କରୁ, ସେତେବେଳେ ସେଟା ପରମେଶ୍ୱରଙ୍କର ଗୌରବର କାରଣ ହୁଏ। ଆଜି ତାରି ଉପରେ କିଛି ସଂକ୍ଷିପ୍ତ ବିଷୟ ଆଜି ଆମେ ଆଲୋଚନା କରିବା। ଠିକ ଆଉ ଗୋଟେ ପଦ ଆମେ ପଢିବା, ସେଇଟା ପାଇବେ ଆପଣ ମାନେ ପ୍ରଥମ ପିତର ତାର 2 ପର୍ବର 9 ପଦ। ପ୍ରଥମ ପିତର ତାର 2 ପର୍ବର 9 ପଦ। କିନ୍ତୁ ଯେ ତୁମମାନଙ୍କୁ ଅନ୍ଧକାରରୁ ଆପଣ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମାନେ ଯେପରି ତାହାଙ୍କର ଗୁଣ କୀର୍ତ୍ତନ କର, ଏଥି ନିମନ୍ତେ ତୁମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି, ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ। ଏଥିରେ ପିତର ପ୍ରଥମଟା ଆମେ ପଢିଲୁ ପ୍ରେରିତ ପାଉଲଙ୍କର କଲୋସୀ ମଣ୍ଡଳୀକୁ ଚିଠା ଗୋଟେ, ହେଲେ ଏଇଟା ନିଜେ ପିତର ଲେଖୁଛନ୍ତି। ଆଉ ସେ କହୁଛନ୍ତି ଆମମାନଙ୍କର ଆଗରେ ଜାଗା ଥିଲା ଅନ୍ଧକାରର, କର୍ତ୍ତାପଣ ଭିତରେ ଆମେ ଥିଲୁ, କିନ୍ତୁ ଆପଣ ଆଶ୍ଚର୍ଯ୍ୟ ଆଲୋକ, ସାଧା ଆଲୋକ ନୁହେଁ, ଏକ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ପ୍ରଭୁ ଆହ୍ୱାନ କରିଛନ୍ତି। କଣ କାମ? ତୁମ୍ଭେ ମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର। ଆଜି ଆମେ କେତୋଟି ଈଶ୍ୱରଙ୍କର ବିଶ୍ୱାସୀ ବୀର ମାନଙ୍କର, ବିଶ୍ୱାସୀ ଯୋଦ୍ଧା ମାନଙ୍କର ବିଷୟରେ ଶୁଣିବା, ଯୋଉମାନେ ପୃଥିବୀରେ ଥିଲା ବେଳକୁ ଈଶ୍ୱରଙ୍କ ଗୁଣ କୀର୍ତ୍ତନ କରିଛନ୍ତି। ଏବଂ ସେଇ ପିତରଙ୍କର ଆଉ ଗୋଟେ ପଦ ମୁଁ ପଢି ଦଉଛି। ସେଇ ପ୍ରଥମ ପିତର 2 ପର୍ବର ତାପର ପଦ 10 ପଦ। ପୂର୍ବରେ ପ୍ରଜାବାଚ୍ୟ ନଥିଲ, କିନ୍ତୁ ଏବେ ଈଶ୍ୱରଙ୍କ ପ୍ରଜା ହୋଇଅଛ। ପୂର୍ବରେ ତୁମାନେ ଦୟା ପାଇ ନଥିଲ, ମାତ୍ର ଏବେ ଦୟା ପ୍ରାପ୍ତ ହୋଇ ଅଛ। ଆମେ ସେ ଯୋଉ ମର୍ସିଟା ଯେତେବେଳେ ଅନ୍ଧକାରରେ ଥିଲୁ ପାଉନଥିଲୁ, କିନ୍ତୁ ଯେତେବେଳେ ବର୍ତ୍ତମାନ ଆମେ ଆଶ୍ଚର୍ଯ୍ୟ ଆଲୋକ ଭିତରକୁ ଆସିଛୁ, ସେ ଦୟା ପାଉଛୁ। ଆଉ ସେ କୋଉ ପ୍ରକାର ଦୟା? ତାକୁ ବିଳାପ ପୁସ୍ତକରେ ଲେଖା ହେଇଛି, ସଦାପ୍ରଭୁଙ୍କ ବିବିଧ ଦୟା ସକାଶୁ ଆମେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ସେ ସବୁ ପ୍ରତି ପ୍ରଭାତରେ ନୂତନ, ତୁମ୍ଭର ବିଶ୍ୱସ୍ତତା ମହତ୍। ପ୍ରଭୁ ଆମମାନଙ୍କୁ ଯୋଉ ଦୟା ଦେଖାନ୍ତି, ଯୋଉ ଦୟା ପ୍ରାପ୍ତ ଆମେ ହେଇଛୁ, ସେସବୁ ପ୍ରତି ପ୍ରଭାତରେ ନୂତନ। ସେଭଳିକା ଆମମାନଙ୍କୁ ପ୍ରଭୁ ତାଙ୍କର ସେ ଯୋଗ୍ୟ ଆଚରଣ କରିବା ପାଇଁ ଆଉ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ଆମମାନଙ୍କୁ ବ୍ୟବହାର କରିଛନ୍ତି। ଆଉ ଗୋଟେ ପଦ ଦେଖିବା, ଏଫେସୀ 2:19। ଅତଏବ ତୁମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହ ନାଗରିକ ଓ ଈଶ୍ୱରଙ୍କ ପରିବାରଭୁକ୍ତ ଅଟ। ଯୋଉ ଆଶ୍ଚର୍ଯ୍ୟ ଆଲୋକ ଭିତରକୁ ଆମେ ଗଲୁ, ତା ଆଗରୁ ଅନେକ ଆସିଛନ୍ତି, ଆଉ ସେଠି ପରିବାରଭୁକ୍ତ ହେଇଛନ୍ତି। ଏବଂ ସେ ପରିବାରଭୁକ୍ତ କୋଉମାନେ ହେଇଛନ୍ତି?
जो माने होचंती से राज्यर नागरिक सेतबैका साधु मानक सहित आमे सह नागरिक होई अछु। एफएसी तार 4:24 रे देखा होची जो नूतन स्वभाव ईश्वर को प्रतिमूर्ति रे धार्मिकता सत्यर पवित्रतार सृष्टि होई अछि ताहा परिधान करिया को शिक्षित होई अछ। गोटे नूतन स्वभाव प्रतिदिन आमने परिधान करिया पई शिक्षा पाउ अछु। आउ गीत संगीता 135 पर्वर 20 शेष पदर लिखाई हे सदा प्रभु भयकारी गण तुम्बे माने सदा प्रभुंकर धन्यवाद कर। आमने प्रथमे आरंभ करू ईश्वर संतोष पात्र हवा पाई बा तांको संतुष्ट करिया पाई का। आ प्रकाशित तार 19:8 जे पर्यटन टिके पढ़ देबे। प्रकाशित 19 पर्वर 8 पद। प्रकाशित 19 पर्वर 1 रु 4 पढ़ंतु तापरे 10 जाके पढ़ंतु 10 पढ़ला परे हां फर्स्ट 10 19 पर्वर 1 रु 10 हां एथि उत्तारे मु स्वर्गरे महाजनतार शब्द परि गोटे महाशब्द ଏହା କହିବାର ଶୁଣିଲି ହାଲେଲୁୟା ପରିତ୍ରାଣ ଗୌରବ ଓ ପରାକ୍ରମ ଆମମାନଙ୍କ ଈଶ୍ୱରଙ୍କର କାରଣ ତାହାଙ୍କ ବିଚାର ସତ୍ୟ ଓ ନ୍ୟାୟ। ଯେଉଁ ମହାବେଶ୍ୟା ଆପଣା ବ୍ୟଭିଚାର ଦ୍ୱାରା ପୃଥିବୀକୁ ଭ୍ରଷ୍ଟ କରିଥିଲା ସେ ତାହାକୁ ଦଣ୍ଡ ଦେଇ ଆପଣା ଦାସମାନଙ୍କ ରକ୍ତପାତର ପରିଶୋଧ ତାହାଠାରୁ ନେଇଅଛନ୍ତି। ପୁଣି ସେ ଦ୍ୱିତୀୟ ଥର କହିଲେ ହାଲେଲୁୟା ତାହାର ଅଗ୍ନିର ଧୂମ ଯୁଗେ ଯୁଗେ ଉଠୁଥାଉ। ସେଥିରେ ସେହି 24 ପ୍ରାଚୀନ ଓ 4 ପ୍ରାଣୀ ଉବୁଡ଼ ହୋଇ ସିଂହାସନ ଉପବିଷ୍ଟ ଈଶ୍ୱରଙ୍କୁ ପ୍ରଣାମ କରି କହିଲେ ଆମେନ୍ ହାଲେଲୁୟା। ସେତେବେଳେ ସିଂହାସନ ଠାରୁ ଗୋଟିଏ ଶବ୍ଦ ନିର୍ଗତ ହୋଇ କହିଲା ହେ ଈଶ୍ୱରଙ୍କ ଦାସମାନେ ହେ ତାହାଙ୍କର ଭୟକାରୀ କ୍ଷୁଦ୍ର ଓ ମହାନ ଲୋକମାନେ ତାହାଙ୍କର ପ୍ରଶଂସା କର। ଆଉ ମୁଁ ମହାଜନତାର ଶବ୍ଦ ପରି ଏବଂ ବହୁ ଜଲକଳ୍ଲୋଳ ଓ ଘୋର ମେଘଗର୍ଜନର ଶବ୍ଦ ପରି ଗୋଟିଏ ଶବ୍ଦ ଏହା କହିବାର ଶୁଣିଲି ହାଲେଲୁୟା କାରଣ ପ୍ରଭୁ ଆମ୍ଭମାନଙ୍କର ସର୍ବଶକ୍ତିମାନ ଈଶ୍ୱର ରାଜତ୍ୱ ଗ୍ରହଣ କରିଅଛନ୍ତି। ଆସ ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ ଆଉ ତାହାଙ୍କ କନ୍ୟା ଆପଣାକୁ ସୁସଜ୍ଜିତ କରିଅଛି। ତାହାକୁ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରିବା ନିମନ୍ତେ ଦିଆଗଲା। ସେହି ସୂକ୍ଷ୍ମ ବସ୍ତ୍ର ସାଧୁମାନଙ୍କର ଧାର୍ମିକ କର୍ମ। ସେତେବେଳେ ସେ ମୋତେ କହିଲେ ଲେଖ ଯେଉଁମାନେ ମେଷଶାବକଙ୍କ ବିବାହ ଭୋଜକୁ ନିମନ୍ତ୍ରିତ ସେମାନେ ଧନ୍ୟ। ଆଉ ସେ ମୋତେ କହିଲେ ଏହିସବୁ ଈଶ୍ୱରଙ୍କ ସତ୍ୟ ବାକ୍ୟ। ତହିଁରେ ମୁଁ ତାହାଙ୍କୁ ପ୍ରଣାମ କରିବା ନିମନ୍ତେ ତାହାଙ୍କ ପାଦ ତଳେ ଉବୁଡ଼ ହେଲି। ସେଥିରେ ସେ ମୋତେ କହିଲେ ସାବଧାନ ଏହା କର ନାହିଁ। ମୁଁ ତୁମ୍ଭର ଓ ଯୀଶୁଙ୍କ ସାକ୍ଷୀ ଯେ ତୁମ୍ଭର ଭାଇମାନେ ସେମାନଙ୍କର ସହଦାସ ଈଶ୍ୱରଙ୍କୁ ପ୍ରଣାମ କର। ଯୀଶୁଙ୍କ ବିଷୟକ ସାକ୍ଷ୍ୟ ତ ସାର। ଆମେନ୍। थैंक यू मीना भौणी। आउ आम एठी देखुचु स्वर्गरे मध्य जो साधु माने अछंती सेमाने मध्य ईश्वरंकर गुण कीर्तन करू अछंती। कहिथिले किछि प्रभुंकर दासदासी माने बा विश्वासी वीर माने तांको विषय बाइबल रे लिखा है जो माने ईश्वर को गुण कीर्तन करचंती स्वर्ग भी आम देखुचु सेमाने मध्य ईश्वर को गुण कीर्तन करचंती। एठी प्रथम तिमोथी 5 पर्व आउ 15-16 रे हठात पाउल कौन सी पुस्तक रे से एभली लेखन्तिनी किंतु एई प्रथम तिमोथी रे से मध्य ईश्वरंकर गुण कीर्तन करिसंती। प्रथम तिमोथी मु पढ़ दउची 5 पर्व 15-16 जे परम धन्य एकमात्र सम्राट से राजा मानकर राजा और प्रभु मानकर प्रभु जे एकमात्र अमर और अगम्य ज्योतिर्निवासी
ତାହାଙ୍କୁ କୌଣସି ମର୍ତ୍ତ କେବେ ଦେଖି ନାହିଁ ବା ଦେଖିପାରେ ନାହିଁ। ସେ ଉପଯୁକ୍ତ ସମୟରେ ତାହା ଦର୍ଶାଇବେ। ଅନନ୍ତ କାଳ ପର୍ଯ୍ୟନ୍ତ ତାହାଙ୍କର ସମ୍ଭ୍ରମ ପରାକ୍ରମ ପ୍ରକାଶିତ ହେଉ। ଗୁଣ କୀର୍ତ୍ତନ ମାନେ ହଉଛି ଈଶ୍ୱରଙ୍କର ଯୋଉ ଗୁଣାବଳୀ ଅଛି ବା ଇଂରେଜୀରେ କହନ୍ତି ଯୋଉ କ୍ୟାରେକ୍ଟରିଷ୍ଟିକ୍ସ ଅଛି, ତାକୁ ଯେତେବେଳେ ଆମେ ପ୍ରକାଶ କରୁ ସେଟା ପ୍ରଭୁଙ୍କୁ ସନ୍ତୁଷ୍ଟ କରେ। ଆମେ ସେ ଦେଖିଲୁ ଯେ ପ୍ରତିବେଳେ ଯେତେବେଳେ ଆମେ ପ୍ରଭୁଙ୍କର ଗୁଣ କୀର୍ତ୍ତନ କରୁଛୁ ସେଟା ତାଙ୍କ ପାଇଁକା ମାନେ ଧନ୍ୟବାଦର ବଳି ଉତ୍ସର୍ଗ କରୁଛୁ। ଆଉ ଆମମାନେ ସେଥିପାଇଁକା ଦୟା ପାଇଛୁ, ସ୍ପେଶିଆଲ ଗ୍ରେସ୍ ପାଇଛୁ। ସମସ୍ତେ ଏଟା କରିପାରିବେନି। ମଣିଷ ମଣିଷର ଗୁଣ କୀର୍ତ୍ତନ କରେ, ମଣିଷକୁ ପୂଜା କରେ, କିନ୍ତୁ ବାଇବଲ ସେଟା ପରମିଟ କରୁନି। କୌଣସି ମନୁଷ୍ୟକୁ ପୂଜା କରିବା ପାଇଁ ବା ତାକୁ କୌଣସି ଶ୍ରେୟ ଦବା ପାଇଁ ବାଇବଲ କେବେ ହେଲେ କହେନି। ବାଇବଲ କୌଣସି ଭାବରେ ସେଟାକୁ ପ୍ରମୋଟ କରେନି କି ବାଇବଲ ପରମିଟ ବି କରେନି। ସବୁ ଗୌରବ ପ୍ରଶଂସା କେବଳ ଈଶ୍ୱରଙ୍କର। ଈଶ୍ୱରଙ୍କ ଗୁଣାବଳୀକୁ ଯେତେବେଳେ ଆମେ ଆସ୍ତେ ଆସ୍ତେ ତାକୁ ଆମେ ଯେତେବେଳେ ପ୍ରକାଶ କରିବା ବା ପ୍ରଭୁଙ୍କ ପାଖରେ ରଖିବା, ସେଟା ଆମମାନଙ୍କ ପାଇଁକା ଖାଲି ନୁହେଁ, ମାତ୍ର ପ୍ରଭୁଙ୍କ ପାଇଁ ସେଟା ଆନନ୍ଦର ବିଷୟ ହବ। ବର୍ତ୍ତମାନ ଆମେ ଦେଖିବା ଯାତ୍ରା ପୁସ୍ତକ ତାର 15 ପର୍ବ 1 ରୁ 21। ଯାତ୍ରା ପୁସ୍ତକ ଅର୍ଥାତ୍ ଯେତେବେଳେ ଇସ୍ରାଏଲ ଲୋକମାନେ ମିଶର ଦେଶରୁ ବାହାରିକିରି ସେମାନେ ବାହାରି ଆସୁଛନ୍ତି, ସେତେବେଳେ ସେ ବହିଟା ଯୋଉଟା ତାଙ୍କର ସବୁ ରେକର୍ଡ କରୁଛି ତାଙ୍କର ସମସ୍ତ ଇତିହାସକୁ, ଯାତ୍ରାକୁ, ସେଇଟା ନାଁ ଦିଆଯାଇଛି ଯାତ୍ରା ପୁସ୍ତକ। ଆଉ ସେ ପୁସ୍ତକରେ ଆମେ ଦେଖିବା ତାର 15 ପର୍ବ 1 ରୁ 21। ଏଠି କଣ ହେଇଛି ନା ସେମାନେ ସୁଫ ସାଗର ପାର ହେଇକି ପଳେଇ ଆସିଛନ୍ତି। ଆଉ ପଳେଇ ଆସିଲା ପରେ ମୋସାଙ୍କର ଗୀତ ଏଠି ଲେଖା ହେଇଛି। ସେ 15 ପର୍ବର ଉପରେ ଲେଖା ହେଇଛି ମୋସାଙ୍କର ଗୀତ। ମୋ ପାଖରେ ଯୋଉ ଓଡିଆ ବାଇବଲ ଅଛି ସେଥିରେ ଲେଖା ହେଇଛି, ସେତେବେଳେ ମୋସା ଆଉ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ, ତାଙ୍କର ଗୁଣ କୀର୍ତ୍ତନ କଲେ। ଆଜି ଆମର ଟୋଟାଲ ପଏଣ୍ଟ ହଉଛି ଗୁଣ କୀର୍ତ୍ତନ କରିବା। କାହିଁକି କରିବା? ଆମେ ଅନ୍ଧକାରରେ ଥିଲୁ, ଆମେ ଆଲୋକ, ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆସିଛୁ। ତେଣୁ ଯେତେ ସମୟ ଆମେ ରହିବା, ପ୍ରଭୁଙ୍କର ଧନ୍ୟବାଦ ଦବା, ଓଷ୍ଠାଦରର ବଳି ଉତ୍ସର୍ଗ କରିବା, ଗୁଣ କୀର୍ତ୍ତନ କରିବା। ମୋସା ସେୟା କରୁଛନ୍ତି। ଯୋଉ ଆଶ୍ଚର୍ଯ୍ୟ ଉଦ୍ଧାର ସେମାନେ ପାଇକିରି ସୁଫ ସାଗର ଶୁଖିଲା ଜମି ଉପରେ ସମସ୍ତ ଇସ୍ରାଏଲ ଲୋକ ଗତି କରିକି ଚାଲି ଆସିଛନ୍ତି, ସେମାନେ ଯେତେବେଳେ ଏପଟ ଜର୍ଦ୍ଦନର ଏପଟ ସାଇଡରେ, ସୁଫ ସାଗରର ଏପଟ ସାଇଡରେ ଅଛନ୍ତି, ସେତେବେଳକୁ ମୋସା ଏଇ ଗୀତ ବୋଲୁଛନ୍ତି। ଆଉ ଏଇ ଗୀତ ହଉଛି କଣ? ସେତେବେଳେ ମୋସା ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ। ଆମେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବା, କାରଣ ସେ ଅତିଶୟ ଉନ୍ନତ ହୋଇ ଅଛନ୍ତି। ସେ ଅଶ୍ୱାରୋହୀଙ୍କୁ ସମୁଦ୍ରରେ ନିକ୍ଷେପ କରିଛନ୍ତି। ଯୋଉ ଘଟଣା ଘଟି ଯାଇଛି ତାକୁ ଆଉ ଥରେ ଦୋହରାଇବାର ମାନେ କଣ? ହଁ ପ୍ରିୟ ମାନେ, ପ୍ରଭୁଙ୍କ କାର୍ଯ୍ୟକୁ ସ୍ମରଣ କରିବା ତାଙ୍କୁ ପ୍ରଶଂସା ଦବା ସହିତ ସମାନ। ତାଙ୍କର କୌଣସି ଉତ୍ତମ ବିଷୟକୁ, ତାଙ୍କର କୌଣସି ମଙ୍ଗଳ ବିଷୟକୁ, ତାଙ୍କର କୌଣସି ଆଶୀର୍ବାଦକୁ ଭୁଲିବା ନାହିଁ। ପ୍ରଭୁ ସେଟା ଚାହାନ୍ତି। ଖାଲି ଆମେ ଭୁଲିବା ନାହିଁ, ସେଟା ପୁତ୍ର ପୌତ୍ରାଦି କ୍ରମେ ସେଟାକୁ ପାସନ କରିବାକୁ ଅଛି। ସେମାନେ ମଧ୍ୟ ସଦାପ୍ରଭୁଙ୍କର ଗୁଣ କୀର୍ତ୍ତନ କରିବେ। ଦ୍ୱିତୀୟ ପଦ, ସଦାପ୍ରଭୁ ଆମ୍ଭର ବଳ ଗାନ, ପୁଣି ସେ ଆମ୍ଭର ପରିତ୍ରାଣ ହୋଇ ଅଛନ୍ତି। ପରିତ୍ରାଣ ମାନେ ଆତ୍ମାର ନୁହେଁ, ମାନେ ପରିତ୍ରାଣ କରିଛନ୍ତି, ଶତ୍ରୁ ହସ୍ତରୁ ଆମମାନଙ୍କୁ ରକ୍ଷା କରିଛନ୍ତି। ସେ ଆମ୍ଭର ପରମେଶ୍ୱର। ଦେଖନ୍ତୁ, ଈଶ୍ୱରକୁ ନିଜର ବୋଲି କହିବାଟା ପ୍ରଭୁଙ୍କୁ କେତେ ଆନନ୍ଦ ଲାଗୁଥିବ। ଆମେ ପିଲାକୁ, ହଁ, ସମସ୍ତ ପିଲାଙ୍କୁ ବାପା ମା ତାକୁ ଆଦର କରନ୍ତି, ସ୍ନେହ କରନ୍ତି, କିନ୍ତୁ ପିଲାଟି ଯେତେବେଳେ ଆସିକି କୁଣ୍ଢେଇ ପକେଇ କହେ ମୋର ମା ମୋର ବାପା, କେତେ ଆନନ୍ଦ ଲାଗେ। ଆମେ ଯେତେବେଳେ ପରମେଶ୍ୱରକୁ କହୁ ସେ ଆମର ପରମେଶ୍ୱର, ପ୍ରଭୁଙ୍କୁ କେତେ ଖୁସି ନ ଲାଗୁଥିବ ଆପଣ ମାନେ ଚିନ୍ତା କରନ୍ତୁ। ଆମର ପୈତୃକ ପରମେଶ୍ୱର, ଆମେ ତାହାଙ୍କର ଗୁଣାନୁବାଦ କରିବା। ଏଠି ପୁଣି ସେ ୱାର୍ଡ ଆସୁଛି, ଗୁଣାନୁବାଦ କରିବା। ପିତର ଲେଖୁଛନ୍ତି ତାଙ୍କର ଗୁଣ କୀର୍ତ୍ତନ କର। ମୋସା କହୁଛନ୍ତି ଆମେ ତାଙ୍କର ଗୁଣାନୁବାଦ କରିବା। ଏଟା ପ୍ରତ୍ୟେକ ଖ୍ରୀଷ୍ଟିଆନ ପାଇଁ ପ୍ରଯୁଜ୍ୟ,
ଖାଲି ଇସ୍ରାଏଲ ଲୋକ ଯୋଉମାନେ ରକ୍ଷା ପାଇକି ଆସିଲେ ସେମାନେ ଗୁଣାନୁବାଦ କରିବେ ତାହା ନୁହେଁ। ଆମେ ଯେତେ ଜଣ ସେ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆସିଛୁ ଆମେ ତାହାଙ୍କର ଗୁଣାନୁବାଦ କରିବା। ତାପରେ ସେ କହୁଛନ୍ତି ସେ ଫାରଙ୍କ ରଥ ସୈନ୍ୟଗଣକୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି। ତାହାଙ୍କର ବଛା ବୀରମାନେ ସୁପସାଗରରେ ନିମଗ୍ନ ହୋଇଅଛନ୍ତି। ଗଭୀର ଜଳ ସେମାନଙ୍କୁ ଆଚ୍ଛାଦନ କରିଛି, ସେମାନେ ପ୍ରସ୍ତର ତୁଲ୍ୟ ଅଗାଧ ଜଳରେ ବୁଡିଗଲେ। ହେ ସଦାପ୍ରଭୁ, ତୁମର ଦକ୍ଷିଣ ହସ୍ତ ବଳରେ ଗୌରବାନ୍ୱିତ। ହେ ସଦାପ୍ରଭୁ, ତୁମର ଦକ୍ଷିଣ ହସ୍ତ ଶତ୍ରୁକୁ ଚୂର୍ଣ୍ଣ କରେ। ସଦାପ୍ରଭୁଙ୍କ ବିବିଧ ଦୟା ସକାଶୁ ଆମେ ଏପର୍ଯ୍ୟନ୍ତ ବଞ୍ଚିଛୁ। ବିଳାପରେ ଆମେ ପଢିଲୁ। ସେ ଦୟାକୁ ବର୍ଣ୍ଣନା କରିବା ଆମ ପ୍ରତ୍ୟେକଙ୍କର କର୍ତ୍ତବ୍ୟ ଆଉ କାର୍ଯ୍ୟ ଅଟେ। ଆଉ ସେଇ ସବୁ ବିଷୟ ଯେତେବେଳେ ଆମେ ଦେଖିବା 11 ପଦକୁ ଆମେ ଆସିବା। ହେ ସଦାପ୍ରଭୁ, ଦେବଗଣ ମଧ୍ୟରେ ତୁମ ତୁଲ୍ୟ କିଏ? ତୁମ ସମାନ ପବିତ୍ରତାରେ ଆଦରଣୀୟ, ପ୍ରଶଂସାରେ ଭୟାନକ, ଆଶ୍ଚର୍ଯ୍ୟ କାର୍ଯ୍ୟକାରୀ ବା କ୍ରିୟାକାରୀ କିଏ? ଆମମାନଙ୍କର ଈଶ୍ୱର ହଉଛନ୍ତି ଆଶ୍ଚର୍ଯ୍ୟ କ୍ରିୟାକାରୀ। ତାଙ୍କ ସମାନ କେହି ନାହିଁ, କୌଣସି ଦେବଗଣ ନାହାନ୍ତି। ଆଉ ତୁମ୍ଭ ସମାନ ପବିତ୍ରତାରେ ଆଦରଣୀୟ। ଅନ୍ୟ ଦେବଗଣ ଅଛନ୍ତି, ସେମାନେ ପବିତ୍ର ତାଙ୍କର ନୁହେଁ ତାଙ୍କ ଜୀବନ, କିନ୍ତୁ ସଦାପ୍ରଭୁଙ୍କର ପବିତ୍ରତାରେ ସେ ଆଦରଣୀୟ। ତାଙ୍କୁ ଆଦର ଏଇଥିପାଇଁ କରାଯାଏ, ସେ ପବିତ୍ର ଈଶ୍ୱର। ହି ଇଜ ଏ ହୋଲି ଗଡ୍। ତୁମେ ଆପଣା ଦୟାରେ ନିଜ ମୁକ୍ତ ଲୋକମାନଙ୍କୁ ଗମନ କରାଉଅଛ। ତୁମେ ଆପଣା ପରାକ୍ରମରେ ସେମାନଙ୍କୁ ପଥ କଢାଇ ତୁମ ପବିତ୍ର ନିବାସ ସ୍ଥାନକୁ ନେଉଅଛ। ତାପରେ ଆମେ ଦେଖିବା ହେ ସଦାପ୍ରଭୁ 17 ପଦ। ହେ ସଦାପ୍ରଭୁ, ତୁମେ ଆପଣା ନିବାସ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛ, ପ୍ରଭୁ ତୁମର ହସ୍ତ ଯେଉଁ ଧର୍ମଧାମ ସ୍ଥାପନ କରିଅଛି, ତୁମେ ସେମାନଙ୍କୁ ଆଣି ଆପଣା ସେଇ ଅଧିକାର ପର୍ବତରେ ରୋପଣ କରିବ। ମୋଶାଙ୍କର କେତେ ବଡ ବିଶ୍ୱାସ। ଖାଲି ପ୍ରଭୁ ଆମମାନଙ୍କୁ ସେ ମିଶ୍ର ଇସ୍ରାଏଲ ଲୋକମାନଙ୍କୁ ମିଶ୍ର ଦେଶରୁ ଆଣି ନାହାନ୍ତି, କିନ୍ତୁ ତାଙ୍କୁ ରୋପଣ କରାଯିବେ। ଅର୍ଥାତ୍ ଯୋଉ ଜାଗାରେ ସେମାନେ ଲୋକ ନୁହନ୍ତି ସେଇ ଦେଶରେ ପ୍ରଭୁ ଆଣିକିରି ତାଙ୍କୁ ସଂସ୍ଥାପନ କରିବେ, ତାଙ୍କୁ ରିହାବିଲେଟ୍ କରିବେ ଆଉ ରୋପଣ କରିବେ। ସଦାପ୍ରଭୁ ଯୁଗାନୁକ୍ରମେ ଅନନ୍ତ କାଳ ରାଜତ୍ୱ କରିବେ। ଏଠି ସେ ଗୋଟେ ଇଟର୍ନିଟି ବିଷୟରେ ଚିନ୍ତା କରୁଛନ୍ତି। ଆଉ ତାପରେ 21ରେ ସେତେବେଳେ ମରିୟମ ଲୋକମାନଙ୍କୁ ଉତ୍ତର କଲେ, ତୁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାୟନ କର, କାରଣ ସେ ଅତିଶୟ ଉନ୍ନତ ହୋଇଅଛନ୍ତି। ସେ ଅଶ୍ୱାରୋଢ ଲୋକମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଛନ୍ତି, ଅର୍ଥାତ୍ ଆଉ ତାଙ୍କ ପଛରେ ଶତ୍ରୁ ଗୋଡଉନାହିଁ। ଏଇଟା ଥିଲା ମୋଶାଙ୍କର ବିଷୟ। ଆମେ ଦ୍ୱିତୀୟ ପାଇକା ଯିବା, ସେଟା ହଉଛି ଦାଉଦଙ୍କ ବିଷୟରେ। ଆଉ ସେ ଦାଉଦଙ୍କ ବିଷୟରେ ଆପଣ ମାନେ ପାଇପାରିବେ ପ୍ରଥମ ବଂଶାବଳୀ ତାର 29 ପର୍ବ 10 ରୁ 21। ପ୍ରଥମ ବଂଶାବଳୀ ତାର 29 ପର୍ବ 10 ରୁ 21 ମୁଁ ପଢିଦଉଛି। ସମାଜ ସାକ୍ଷାତରେ ଦାଉଦଙ୍କର ପ୍ରାର୍ଥନା। ଏହେତୁ ଦାଉଦ ସମଗ୍ର ସମାଜ ସାକ୍ଷାତରେ ସଦାପ୍ରଭୁଙ୍କର ଧନ୍ୟବାଦ କଲେ। ଆଉ ଦାଉଦ କହିଲେ, ହେ ସଦାପ୍ରଭୁ, ଆମମାନଙ୍କର ପିତା ଇସ୍ରାଏଲର ପରମେଶ୍ୱର, ତୁମେ ସଦାକାଳ ଧନ୍ୟ। ହେ ସଦାପ୍ରଭୁ, ମହତ୍ଵ ଓ ପରାକ୍ରମ ଓ ଶୋଭା ଓ ଜୟ ଓ ପ୍ରତାପ ତୁମ୍ଭର। ଈଶ୍ୱରଙ୍କ ଗୁଣାବଳୀ ଯେତେବେଳେ ଆମେ ମୁଖରେ ସ୍ୱୀକାର କରୁ, ଓଷ୍ଠାଦରର ବଳି ଯେତେବେଳେ ଉତ୍ସର୍ଗ କରୁ, ସ୍ୱର୍ଗରେ ଉପବିଷ୍ଟ ସେଇ ଈଶ୍ୱର, ଆମେ ତାଙ୍କୁ ଗୌରବ ପ୍ରଦାନ କରୁ। ଆମେ ଦେଖିଲୁ ପ୍ରକାଶିତରେ ମଧ୍ୟ ସାଧୁମାନେ ତାଙ୍କୁ ଗୌରବ ପ୍ରଦାନ କରୁଛନ୍ତି। ମୋଶା ଇସ୍ରାଏଲ ମାନଙ୍କୁ ସୁଫସାଗରରୁ କଢେଇ ଆଣିଲା ପରେ ତାଙ୍କୁ ଗୁଣାନୁବାଦ କରୁଛନ୍ତି। ଏଠାରେ ଦାଉଦ ସେ ଲୋକମାନଙ୍କ ସାକ୍ଷାତରେ, ସମାଜ ସାକ୍ଷାତରେ ସେ ପ୍ରାର୍ଥନା କରୁଛନ୍ତି, ଈଶ୍ୱରଙ୍କର ଗୁଣାନୁବାଦ କରୁଛନ୍ତି। ଏ ସଦାପ୍ରଭୁ, ମହତ୍ଵ ତୁମର, ପରାକ୍ରମ ତୁମର, ଶୋଭା ତୁମର, ଜୟ ତୁମର, ପ୍ରତାପ ତୁମର। ଏରା କହିବା ନିହାତି ଆବଶ୍ୟକ। ପ୍ରିୟ ଭାଇ ଭଉଣୀ ମାନେ,
କାରଣ ଯେତେବେଳେ ପ୍ରଭୁଙ୍କର ଉତ୍ତମ ଗୁଣାବଳୀ ସବୁ ଯେତେବେଳେ ଆମେ ସ୍ମରଣ କରୁ ଆଉ ତାକୁ ମୁଖରେ ସ୍ୱୀକାର କରୁ ସେତେବେଳେ ପ୍ରଭୁ ଗୌରବ ପାଆନ୍ତି। ଏଇଠୁ ଆମେ ଶିକ୍ଷାର ଅଛି ଆମ ଜୀବନରେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁକା ଯଦି ଆମେ ଚିନ୍ତା କରୁ, ଯେତେବେଳେ ଆମେ କୌଣସି ପ୍ରାର୍ଥନା ସଭାରେ ବସୁଛୁ, ନିରୋଳାରେ ପ୍ରଭୁଙ୍କର ସେବା କରୁଛୁ, ବାକ୍ୟ ପଠନରେ ସମୟ ଦଉଛୁ, ଗୁଣାନୁବାଦ କରିବାକୁ ଭୁଲିବେ ନାହିଁ। ବାରପଦ ତୁମ୍ଭଠାରୁ ଧନ ସମ୍ଭ୍ରମ ଆସେ, ଆଉ ତୁମେ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରୁଅଛ। ବଳ ଓ ପରାକ୍ରମ ତୁମ୍ଭ ହସ୍ତରେ ଅଛି। ବଳ ଓ ପରାକ୍ରମ ପୁଣି ମହାନ କରିବାର ଓ ସମସ୍ତଙ୍କୁ ବଳ ଦେବାର ତୁମର ହସ୍ତାଧୀନ ଅଟେ। ତୁମର ସେ ହସ୍ତର କାର୍ଯ୍ୟ ଦାଉଦଙ୍କର ଜୀବନରେ ବା ସଦାପ୍ରଭୁଙ୍କ ହସ୍ତର କାର୍ଯ୍ୟ ଦାଉଦଙ୍କ ଜୀବନରେ ଯାହା ସବୁ ସେ ଦେଖିଥିଲେ, ଆଜି ଯାଇ ବୃଦ୍ଧ କାଳରେ ସେ ପରମେଶ୍ୱରଙ୍କର ଧନ୍ୟବାଦ ଦେବାକୁ ଭୁଲି ନାହାନ୍ତି। ଭୁଲ କରିଛନ୍ତି, ପ୍ରଭୁ କ୍ଷମା କରିଛନ୍ତି, କିନ୍ତୁ ତା ମାନେ ନୁହେଁ ଯେ ସେ ବସି ପଡିଛନ୍ତି। ଯୋଉ ପ୍ରଭୁଙ୍କୁ ସେବା କରି ଆସୁଥିଲେ ସେଇ ପ୍ରଭୁଙ୍କର, ସେଇ ସଦାପ୍ରଭୁଙ୍କର ସେ ଜୟ ଧ୍ୱନି କରୁଛନ୍ତି, ପ୍ରଶଂସା କରୁଛନ୍ତି, ଗୁଣାନୁବାଦ କରୁଛନ୍ତି ତାଙ୍କ ଉଦ୍ଦେଶ୍ୟରେ, ଆଉ ସମଗ୍ର ସମାଜ ଆଗରେ ସେ ପ୍ରଭୁଙ୍କର ମହାନୀୟତାକୁ, ପ୍ରଭୁଙ୍କର ଗୁଣାବଳୀକୁ ସେ ଉଚ୍ଚ ସ୍ୱରରେ ସେ ଡିକ୍ଲେୟାର କରୁଛନ୍ତି। 13 ଏ ତୁ ହେ ଆମମାନଙ୍କର ପରମେଶ୍ୱର, ଆମମାନେ ତୁମର ଧନ୍ୟବାଦ କରୁଛୁ, ତୁମ ଗୌରବାନ୍ୱିତ ନାମରେ ପ୍ରଶଂସା କରୁଅଛୁ। ମାତ୍ର ମୁଁ କିଏ, ମୋର ଲୋକମାନେ କିଏ, ଆମମାନେ ଏପରି ସ୍ୱଚ୍ଛା ପୂର୍ବକ ଏ ପ୍ରକାର ଦାନ କରିବାକୁ ସମର୍ଥ ହେବୁ? କାରଣ ସମଗ୍ର ବିଷୟ ତୁମଠାରୁ ଆସିଅଛି। ଯେତେବେଳେ ପ୍ରଭୁଙ୍କର ସମଗ୍ର ଆଶୀର୍ବାଦ ପାଇଲା ପରେ ଆମେ ଭାବୁ ଆମର ଦ୍ୱାରା, ଆମର ଟଙ୍କା ଦ୍ୱାରା, ଆମର ଜ୍ଞାନ ବୁଦ୍ଧି ଦ୍ୱାରା, ଆମର ଚେଷ୍ଟା ଦ୍ୱାରା, ଆମର ପରିଶ୍ରମ ଦ୍ୱାରା ଆମେ ପାଇଛୁ, ସେତେବେଳକୁ ମନରେ ଗର୍ବ ଆସେ। କିନ୍ତୁ ଦେଖନ୍ତୁ ଦାଉଦ କାହିଁକି ଆଜି ପ୍ରଭୁଙ୍କର ମନର ମନୋନୀତ ଲୋକ ହେଇପାରିଲେ? ସେ କହୁଛନ୍ତି ସବୁ କିଛି, ଏଠି ଗୋଟେ ଉତ୍ସବ ହଉଛି, ଉତ୍ସବ ତ ନୁହେଁ, ସେ କହିଛନ୍ତି ସମାଜକୁ ଯେ ତୁମାନଙ୍କ ପାଖରେ ଯାହା କିଛି ମୂଲ୍ୟବାନ ପ୍ରସ୍ତର ଅଛି ଆଉ ମୂଲ୍ୟବାନ ଧାତୁ ଅଛି ତଥା ସୁନା ରୂପା, ଈଶ୍ୱରଙ୍କ ଗୃହ ନିର୍ମାଣ ହବ। ସେ ତ ବନେଇବାକୁ ଈଶ୍ୱର ମନା କରିଦେଲେ, ସେ ସବୁ ତ ମାନେ ଆଣ, ସେ ସବୁ ସେ କାର୍ଯ୍ୟରେ ଲାଗିବ। ଆଉ ସେମାନେ ସବୁ ଆଣିଛନ୍ତି, ଆଉ ସେ ସେଟାକୁ କହୁଛନ୍ତି। ମାତ୍ର ମୁଁ କିଏ, ମୋର ଲୋକମାନେ କିଏ, ଯେ ଆମେ ଏପରି ସ୍ୱଚ୍ଛା ପୂର୍ବକ ଏ ପ୍ରକାର ଦାନ କରିବାକୁ ସମର୍ଥ ହବୁ? ଇଚ୍ଛା କରିବାକୁ, କର୍ମ ସାଧିବାକୁ ସେ ଆମମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି। ଫିଲିପ 2:13 ଯଦି ଆମମାନଙ୍କର ଇଚ୍ଛା ହଉଛି ଈଶ୍ୱରଙ୍କ ଉଦ୍ଦେଶ୍ୟରେ କୌଣସି ନୈବେଦ୍ୟ ତାଙ୍କୁ ଦବା ପାଇଁକା, ସେଟା ଈଶ୍ୱର ଆମ ହୃଦୟରେ କାର୍ଯ୍ୟ କରୁଛନ୍ତି। ଯଦି ତାଙ୍କର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁକା ଆମ ହୃଦୟରେ ଇଚ୍ଛା ଜାଗ୍ରତ ହଉଛି, ଈଶ୍ୱର କରୁଛନ୍ତି। ସମସ୍ତ ଶ୍ରେୟ ଈଶ୍ୱରଙ୍କର, ଆମର କୌଣସି ଶ୍ରେୟ ନାହିଁ। ଆମମାନଙ୍କର କୌଣସି ଧର୍ମକର୍ମ ତାଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ। ମାତ୍ର ସବୁବେଳେ ସବୁ ସମୟରେ ପ୍ରଭୁଙ୍କର ମଙ୍ଗଳ ଦାନକୁ ପାଇକିରି ଶ୍ରେୟ ତାଙ୍କୁ ଦବା। ମୋହର ଲୋକମାନେ କିଏ ଏ ପ୍ରକାର ଦାନ କରିବାକୁ ସମର୍ଥ ହବୁ? ଆମର କୋଉଠୁ ଆବିଲିଟି ଆସିଲା? କାରଣ ସମଗ୍ର ବିଷୟ ତୁମ ଠାରୁ ଆସେ ଓ ତୁମ୍ଭ ନିଜ ପଦାର୍ଥରୁ ଆମେ ତୁମକୁ ଦେଇଅଛୁ। whatever you have given us, ଯାହା କିଛି ତୁମେ ଆମମାନଙ୍କୁ ଦେଇଛ ସେଇଥିରୁ ହିଁ ଆମେ ଦେଲୁ। ପ୍ରଭୁ ଆମଙ୍କର କୌଣସି ସାମର୍ଥ୍ୟ ନାହିଁ। ଦେଖନ୍ତୁ ଗୋଟେ ନମ୍ର ହୃଦୟର କେତେ ସୁନ୍ଦର ପରିପ୍ରକାଶ। ଆଠୁ ନମ୍ରତା କଣ ଥାଇପାରେ? ଆଠୁ ପ୍ରଭୁଙ୍କ ପ୍ରତି ସ୍ୱଚ୍ଛା ପୂର୍ବକ ସେ ପ୍ରଶଂସାର ଓଷ୍ଠାଧରର ବଳି ଆଉ କଣ ଥାଇପାରେ? ପ୍ରଭୁଙ୍କୁ କେତେ ଆନନ୍ଦ ନ ଦେଇଥିବ। 16:15 କାରଣ ଆମମାନେ ଆପଣମାନଙ୍କ ସମସ୍ତ ପୂର୍ବପୁରୁଷ ତୁଲ୍ୟ ତୁମ ସମ୍ମୁଖରେ ବିଦେଶୀ ଓ ପ୍ରବାସୀ, ପୃଥିବୀରେ ଆମମାନଙ୍କ ଦିନ ଛାୟା ତୁଲ୍ୟ ସ୍ଥାୟିତ୍ୱ କିଛି ନାହିଁ। କେବେ ଦେଖିଛନ୍ତି ଏ ପଦକୁ? କୋର୍ଟ କଚେରୀ ପର୍ଯ୍ୟନ୍ତ ଚାଲିଯାଏ ଫୁଟେ ଫୁଟେ ଜାଗା ପାଇଁ। ଏଟା ମୋ ବାଉଣ୍ଡ୍ରି, ଏଟା ତୋ ବାଉଣ୍ଡ୍ରି, ଏଟା ମୋ ଜାଗା, ସେଟା ତୋ ଜାଗା, ତୁ କାହିଁ ମାଡ଼ିଗଲୁ, ମୁଁ କାହିଁ। କୋର୍ଟ କଚେରୀ ପର୍ଯ୍ୟନ୍ତ ଚାଲିଯାଏ। ଆଜି ଦାଉଦ ସବୁ କିଛି ବନେଇଛନ୍ତି। ଜେରୁସାଲେମ ନଗର ସେଟା ଥିଲା ଜିବୁସିୟ ମାନଙ୍କର ଜାଗା।
ଆଗରୁ ଯେତେବେଳେ ଦାଉଦ ରାଜତ୍ୱ ଗ୍ରହଣ କଲେ ଇବ୍ରୋନରେ ଥିଲେ, ଜେରୁସାଲେମ ବନା ହେଇନଥିଲା, ସେଟା ଆଉ ଗୋଟେ ବିଦେଶୀ ଲୋକମାନେ ଥିଲେ ଜିବୁସିୟ, ତାଙ୍କୁ ହଟେଇକିରି ଆଉ ସେଠି ସେ ଜେରୁସାଲେମ ନଗର ସ୍ଥାପନ କରିଛନ୍ତି, ନିଜର ସେ ଅଟ୍ଟାଳିକା ସେଠି ବନେଇଛନ୍ତି। ତଥାପି ବି କେତେ ନମ୍ର, ସେ କହୁଛନ୍ତି ହେ ସଦାପ୍ରଭୁ ଆମମାନଙ୍କ ପରମେଶ୍ୱର, ତୁମର ପବିତ୍ର ନାମ ଉଦ୍ଦେଶ୍ୟରେ ଗୋଟେ ଗୃହ ନିର୍ମାଣ କରିବା ପାଇଁ ଆମେ ଏଇ ଯୋଉ ସକଳ ପଦାର୍ଥ ସଞ୍ଚୟ କରିଅଛୁ ତାହା ତୁମ ହସ୍ତରୁ ଆସିଅଛି, ସବୁ ତୁମ ନିଜର ଅଟେ। ଆହୁରି ହେ ମୋର ପରମେଶ୍ୱର, ମୁଁ ଜାଣେ ଯେ ତୁମେ ଅନ୍ତଃକରଣ ପରୀକ୍ଷା କରିଥାଅ ଓ ସରଳତାରେ ତୁମର ସନ୍ତୋଷ ଥାଏ। ଆମେ ଆରମ୍ଭ କରୁଥିଲୁ ଆଜି ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶିଖିବା। ପିତର କହିଥିଲେ ତାଙ୍କର ଗୁଣାନୁବାଦ କର, ସେଇଟା ମଧ୍ୟ ଗୋଟେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବାର ଉପାୟ। ଆଉ ଆଜି ଦାଉଦ ପ୍ରକାଶ କରୁଛନ୍ତି ପବିତ୍ର ଆତ୍ମାଙ୍କ ଦ୍ୱାରା ଯେ ତୁମେ ଅନ୍ତଃକରଣ ପରୀକ୍ଷା କରିଥାଅ, ଆଉ ଯୋଉମାନଙ୍କ ଅନ୍ତଃକରଣ ଦେଖିଥାଅ ଯେ ସରଳତା, ସେଥିରେ ତୁମର ସନ୍ତୋଷ ଥାଏ। ପ୍ରିୟ ଭାଇ ଭଉଣୀ ମାନେ, ଆମମାନଙ୍କୁ ପ୍ରଭୁ ସମସ୍ତଙ୍କୁ ପରୀକ୍ଷା କରୁଛନ୍ତି ଆଉ ସେ ସରଳ ହୃଦୟ ଖୋଜୁଛନ୍ତି। ପ୍ରଭୁଙ୍କୁ ପ୍ରଶଂସା କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସରଳ ହୃଦୟରେ ତାଙ୍କର ଉପାସନା କରିବା ସେତିକି ଗୁରୁତ୍ୱପୂର୍ଣ୍ଣ, କାରଣ ସେଥିରେ ତାଙ୍କର ସନ୍ତୋଷ ଥାଏ। ହେ ସଦାପ୍ରଭୁ, ଆମମାନଙ୍କ ପୂର୍ବପୁରୁଷ ଅବ୍ରାହମ, ଇସ୍ରାଏଲ ଓ ଇସ୍ରାଏଲର ପରମେଶ୍ୱର, ତୁମେ ଆପଣା ଲୋକମାନଙ୍କ ହୃଦୟର ଚିନ୍ତାର କଳ୍ପନାରେ ଏହା ସଦାକାଳ ରଖ। ତୁମ ପ୍ରତି ସେମାନଙ୍କ ହୃଦୟ ପ୍ରସ୍ତୁତ କର। ଗୋଟେ ରାଜା ତାହାର ଜୀବିତ ଅବସ୍ଥାରେ ଯେତିକି ତାକୁ ସମୟ ଦିଆହେଇଥାଏ ରାଜତ୍ୱ କରିବା ପାଇଁକା, ସେ ସେଥିପାଇଁକା ହଉଛି କେବଳ ହଉଛି ଦାୟୀ। ଏଠି ଗୋଟେ ରାଜାକୁ ଆମେ ଦେଖୁଛୁ ଯିଏକି ଇଟର୍ନିଟି ପାଇଁ ଚିନ୍ତା କରୁଛି, ମୋ ପରେ ଏଇ ସାମ୍ରାଜ୍ୟକୁ, ଇସ୍ରାଏଲ ସାମ୍ରାଜ୍ୟକୁ ଯେତେ ଲୋକ ଆସିବେ, ପ୍ରଭୁ ତୁମ୍ଭ ପ୍ରତି ସେମାନଙ୍କର ହୃଦୟକୁ ତୁମେ ପ୍ରସ୍ତୁତ କର। କେତେ ସୁନ୍ଦର ପ୍ରାର୍ଥନା। ମୁଁ ତ ସରଳତାରେ ତୁମର ଉପାସନା କରୁଛି, ଆରାଧନା କରୁଛି, ପ୍ରଶଂସା କରୁଛି, ଆଉ ଯୋଉମାନେ ପୁଣି ସେମାନଙ୍କର ଚିନ୍ତାର କଳ୍ପନାରେ ସଦାକାଳର ରଖ, ସେମାନେ ଯେମିତି ତୁମକୁ ଗୌରବ ପ୍ରଦାନ କରିବେ। ତୁମ ପ୍ରତି ସେମାନଙ୍କ ହୃଦୟକୁ ପ୍ରସ୍ତୁତ କର। ବ୍ୟୁଟିଫୁଲ ଥିଙ୍ଗ। ପ୍ରଭୁ ଆମ ଜେନେରେସନରେ, ଚର୍ଚ୍ଚ ମାନଙ୍କରେ ବର୍ତ୍ତମାନ ଯୁବା ମାନଙ୍କର ଆଉ ନାହିଁ ଆଟେଣ୍ଡାନ୍ସ। ଏ ପ୍ରାର୍ଥନା ଆମମାନଙ୍କ ପାଇଁ ନିହାତି ଆବଶ୍ୟକ। ପ୍ରଭୁ ତୁମେ ସେମାନଙ୍କ ହୃଦୟକୁ ପ୍ରସ୍ତୁତ କର। ଗିର୍ଜା ଘର ଆଉ ଖାଲି ପଡିବ ନାହିଁ। ଗୋଟେ ପିଢି ପରେ ଆଉ ଗୋଟେ ପିଢି ଯିବେ, ତୁମର ଉପାସନା କରିବେ, ତୁମର ଭଜନା କରିବେ, ତୁମର ପ୍ରଶଂସା ବଳି ଉତ୍ସର୍ଗ କରିବେ। ତୁମର ଆଜ୍ଞା, ତୁମର ପ୍ରମାଣ ବାକ୍ୟ, ତୁମର ବିଧି ସବୁ ପାଳନ କରିବା ପାଇଁ, ଏହି ସବୁ କାର୍ଯ୍ୟ କରିବା ପାଇଁ, ମୁଁ ଯୋଉ ପ୍ରସାଦ ପାଇଁ ଆୟୋଜନ କରୁଛି ତାହା ନିର୍ମାଣ କରିବା ପାଇଁ ମୋ ପୁତ୍ର ସଲୋମନକୁ ସିଦ୍ଧ ଅନ୍ତଃକରଣ ଦିଅ। ସମାଜ ପାଇଁ, ଇସ୍ରାଏଲ ସମାଜ ପାଇଁ ଓ ନିଜର ସନ୍ତାନ ସଲୋମନ ପାଇଁ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି, ତା ଅନ୍ତଃକରଣ ସିଦ୍ଧ ହଉ, ପରଫେକ୍ଟ। ଏଥି ଉତ୍ତାରେ ଦାଉଦ ସମଗ୍ର ସମାଜକୁ କହିଲେ, ତୁମାନେ ଏବେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର। ମୁଁ ତ ପରମେଶ୍ୱରଙ୍କର ଧନ୍ୟବାଦ କଲି, ଏବେ ତୁମାନେ ଆରମ୍ଭ କର ତାଙ୍କର ଧନ୍ୟବାଦ କର। କହିଲେ ସମସ୍ତ ସମାଜ ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷ ଗଣର ପରମେଶ୍ୱରଙ୍କର ଧନ୍ୟବାଦ କଲେ। ସେ କେତେ ସୁନ୍ଦର ଶୁଭୁଥିବ। ସେ ଜୟ ଧ୍ୱନି, ସେ ପ୍ରଶଂସା ଧ୍ୱନି ଲକ୍ଷ ଲକ୍ଷ ଇସ୍ରାଏଲ ଲୋକମାନଙ୍କ ମୁଖରୁ ଯେତେବେଳେ ନିର୍ଗତ ହଉଥିବ, ଗଗନ ପବନ ପ୍ରକମ୍ପିତ ହେଇଯାଉଥିବ। ଗୋଟେ ରାଜା ଇଜ ଏ ମୋଟିଭେଟର। ସେ ଅନ୍ୟମାନଙ୍କୁ ଜଳ ପ୍ରଣାଳୀ ତୁଲ୍ୟ ସେ ଅନ୍ୟମାନଙ୍କୁ ଉତ୍ସାହିତ କରିପାରିବ, ପ୍ରଭୁଙ୍କ ନିମନ୍ତେ ସେମାନଙ୍କୁ ଗଢେଇ ନେଇ ପାରିବ। ଏଇଟା ହଉଛି ଗୋଟେ ରାଜାର କର୍ତ୍ତବ୍ୟ। ଏଇଟା ଗୋଟେ ଆମେ ହଉଛୁ ରାଜା ଯାଜକ କୂଳ, ଆମମାନଙ୍କର କର୍ତ୍ତବ୍ୟ ହଉଛୁ we are the good motivator। ଆମେ ସଦାପ୍ରଭୁଙ୍କ ପ୍ରଶଂସା ନିଜେ କରିବା, ଅନ୍ୟମାନଙ୍କୁ ମୋଟିଭେଟ କରିବା, ସେମାନେ ଯେମିତି ସଦାପ୍ରଭୁଙ୍କ ପ୍ରଶଂସା କରନ୍ତି। ଆଜି ଆମେ ଦେଖିଲୁ ମୋଶାଙ୍କର ଗୀତ, ଇସ୍ରାଏଲ ସନ୍ତାନ ମାନଙ୍କୁ ସେ ଶିକ୍ଷା ପାଇଁକା ପରମେଶ୍ୱରଙ୍କର ଗୁଣାନୁବାଦ କଲେ। ଆମେ ଦେଖିଲୁ ଆଜି ଦାଉଦଙ୍କର ସେଇ
ପ୍ରଶଂସାର ଗୀତ ସମଗ୍ର ସମାଜ ଆଗରେ ସେ ଈଶ୍ୱରଙ୍କର ପ୍ରଶଂସା କଥା। ଆଜି ଆମେ ଦେଖିଲୁ ପାଉଲ ତିମୋଥୀ ପାଖକୁ ଲେଖୁଛନ୍ତି, ଈଶ୍ୱରଙ୍କର ଗୁଣାନୁବାଦ କରୁଛନ୍ତି। ଆଜି ଆମେ ଦେଖିଲୁ ପ୍ରକାଶିତରେ ମଧ୍ୟ ସ୍ୱର୍ଗରେ ସାଧୁମାନେ ମଧ୍ୟ ଈଶ୍ୱରଙ୍କ ଗୁଣାନୁବାଦ କରୁଛନ୍ତି। ଆଜି ଆମର କର୍ତ୍ତବ୍ୟ ହଉଛି ଯେ ଆମମାନଙ୍କ ଅନ୍ଧକାରର ମଧ୍ୟରୁ ବାହାର କରିକିରି ସେ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆଣିଲେ ତାହାଙ୍କର ଗୁଣ କୀର୍ତ୍ତନ କରିବା। ପ୍ରଭୁ ଏହି ସଂକ୍ଷିପ୍ତ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ ଭେରି ମଚ୍। ଗଡ୍ ବ୍ଲେସ୍ ୟୁ। ଆମେନ୍, ଆମେନ୍, ଆମେନ୍। ଆସୁ ଆମମାନେ